যদি ଗୋଟେ ଚାକର ଆଗରେ ମାଲିକର ପ୍ରଶଂସା କରାଯାଏ ଚାକରଟା କେତେ ଖୁସି ହବ। ପୁଅ ଆଗରେ ବାପର ପ୍ରଶଂସା ହବ, ଛାତି କୁଣ୍ଡା ମୋଟା ହେଇଯିବ। ବାପା ନାଁଟା ଯେତେ ପର୍ଯ୍ୟନ୍ତ ଆଗରେ ଥିବ ସେଟା ହଉଛି ସବୁଠାରୁ ବଡ କଥା। ଯୋଉଦିନ ପୁଅ ଆଗରେ ହେଇଯିବ ସେଇଦିନ ବାପା ନଥିବ ନା ପୁଅ ବି। ପ୍ରକୃତରେ ବଡ ପୁଅ ବଡ ଝିଅ ଯୋଉମାନେ ହୁଅନ୍ତି ସେ ଭଗବାନଙ୍କର ଆଶୀର୍ବାଦ ତାଙ୍କ ଉପରେ ଥାଏ। ଆଉ ସାନ ପୁଅ ମାନଙ୍କୁ ବାପା ମା ଗେହ୍ଲା କରନ୍ତି। କାହିଁକି ଗେହ୍ଲା କରନ୍ତି? ଯେ ଭଗବାନଙ୍କର ଆଶୀର୍ବାଦ ତାଙ୍କ ଉପରେ ନଥାଏ। ନା ନା, ଆମର ଭାଇରାଲ ସେମିତି ଭାଇରାଲ କଳାକାର ନା, ଆମର ଟୋଟାଲ ଟିମ୍ ଭାଇରାଲ, ଆମର ଟୋଟାଲ ନାଟକ ଭାଇରାଲ, ଆମ ସତ୍ୟବାବୁ ଭାଇରାଲ। ଆମେ ଆର ବର୍ଷ 93ଟା କ୍ୟାମ୍ପ କଲୁ। 93ଟା କ୍ୟାମ୍ପରେ ପାଖାପାଖି ମୋର ପାଖାପାଖି 50ଟା କ୍ୟାମ୍ପ ବାଲା ଚିହ୍ନା, ଆଉ 43ଟା କ୍ୟାମ୍ପ ହଉଛି ବାବୁଙ୍କର ମିଶିକି। ସବୁ ଜାଗାରେ ରଙ୍ଗମହଲ ଆଉ ସତ୍ୟବାବୁ ସବୁ ଜାଗାରେ ସତ୍ୟବାବୁ ଠାରୁ ଭଲ ଲୋକ କେହି ନାହାନ୍ତି। ଏଇଟା ହଉଛି ବଡ କଥା। ଆଉ କଣ, ଯଦି ଗୋଟେ ଚାକର ଆଗରେ ମାଲିକର ପ୍ରଶଂସା କରାଯାଏ ଚାକରଟା କେତେ ଖୁସି ହବ କହୁନାହାନ୍ତି ଆପଣ, କୁହନ୍ତୁ। ଗୋଟେ ପୁଅ ଆଗରେ ବାପର ପ୍ରଶଂସା ହବ, ଛାତି କୁଣ୍ଡା ମୋଟା ହେଇଯିବନି। ମୋ ଘର ହଉଛି କୁଜଙ୍ଗ, ମତେ ସବୁବେଳେ ଡାକନ୍ତି ଧୁନା ପୁଅ। ମତେ ମୋ ବାପା ନାଁ ଧୁନଚନ୍ଦ୍ର ଦାସ। ମତେ ଭାରି ଖୁସି ଲାଗେ। କାହିଁକି ଲାଗେ କହିଲେ? ବାପା ନାଁଟା ସଦାବେଳେ ଯାଏ, ସେଟା ହଉଛି ବଡ ଖୁସିର କଥା। ବାପା ନାଁଟା ଯେତେ ପର୍ଯ୍ୟନ୍ତ ଆଗରେ ଥିବ ସେଟା ହଉଛି ସବୁଠାରୁ ବଡ କଥା। ଯୋଉଦିନ ପୁଅ ଆଗରେ ହେଇଯିବ ସେଇଦିନ ବାପା ନଥିବ ନା ପୁଅ ବି ନଥିବ। ହରିଶ୍ଚନ୍ଦ୍ର ନାଟକ ଆପଣ ମାନେ ଦେଖନ୍ତୁ। ଜୀବନ ଶୈଳୀ, ଯୋଉ ସଂସାର ଭିତରେ ଘର କରିଥିଲେ ଯୋଉ ଜିନିଷଟା, ସେ ଗୋଟିକିଆ ପୁଅ ହଉ କି 3ଟା ପୁଅ, ଗୋଟିକିଆ ପୁଅ ହେଲେ ସ୍ତ୍ରୀ ଠାରୁ ଟର୍ଚର ଭଲ ମନ୍ଦ ଏଇ ସବୁ ଜିନିଷ ଜାଣିବ। 3ଟିକିଆ ପୁଅ ହେଲେ ବି ସିଏ ସବୁ ଭାଇ ମାନଙ୍କର। ପ୍ରକୃତରେ ବଡ ପୁଅ ହେଇକି ଜନ୍ମ ହବା ସିଏ ହଉଛି ଅଭିଶାପ ଭାବନ୍ତି ଲୋକ। କିନ୍ତୁ ବଡ ପୁଅଟା ଜନ୍ମ ହେଲେ ବାପର ଭାରି ଖୁସି। ବଡ ପୁଅଟା ହଉ କି ଝିଅଟା ହଉ ଭାରି ବାପା ମାନେ ଖୁସି ହୁଅନ୍ତି। ପ୍ରକୃତରେ ବଡ ପୁଅ ବଡ ଝିଅ ଯୋଉମାନେ ହୁଅନ୍ତି ସେ ଭଗବାନଙ୍କର ଆଶୀର୍ବାଦ ତାଙ୍କ ଉପରେ ଥାଏ। ଆଉ ସାନ ପୁଅ ମାନଙ୍କୁ ବାପା ମା ଗେହ୍ଲା କରନ୍ତି। କାହିଁକି ଗେହ୍ଲା କରନ୍ତି? ଯେ ଭଗବାନଙ୍କର ଆଶୀର୍ବାଦ ତାଙ୍କ ଉପରେ ନଥାଏ। ସାନ ପୁଅ ସାନ ଝିଅ ଏମାନେ ବାପା ମାଙ୍କର ଉତ୍ସାହିତରେ ଚାଲିଯିବେ। ଏଇଟା ହଉଛି ବଡ କଥା। ଏକଲବ୍ୟ କଣ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କୁ ଧରି ଶିଖିଥିଲା, ସେ ତାଙ୍କ ଫଟୋକୁ ଦେଖି ଏକଲବ୍ୟ ଶିଖିଥିଲା। ମୁଁ ସେମିତି ଭିକାରେ ମତେ ଇଏ କରିନାହାନ୍ତି, କିନ୍ତୁ ତାଙ୍କେ ଯୋଉ ଛବିଟା ଛାଡି ଦେଇ ଯାଇଛନ୍ତି ୟୁଟ୍ୟୁବରେ, ୟୁଟ୍ୟୁବ ମାଧ୍ୟମରେ ଶିଖି କରିଛି। ତେଣୁ ସେ ଦ୍ରୋଣ ମୁଁ ଏକଲବ୍ୟ। ଗାଁରେ ଡ୍ରାମା କରୁଥିଲି, ମାନେ ଯେତେବେଳେ ଏସବୁ ପାଟି ପଡେ ଡ୍ରାମା করে ନାମ করে ଭିକାରୀଙ୍କୁ ମତେ ପସନ୍ଦ ଲାଗେ। ତାଙ୍କୁ ଆସ୍ତେ ଆସ୍ତେ ମୁଁ ୟୁଟ୍ୟୁବ ଦେଖି, ମାନେ ଯାତ୍ରା ଆସି ଟିକେଟ କାଟି ଦେଖେ, ପୁଣି ୟୁଟ୍ୟୁବ ଦେଖିକି ତାଙ୍କୁ ଫଲୋ କରେ। ଫଲୋ କରୁ କଲି। ତେଣୁ ଏଇ କଥା ଭିକାରୀ ମତେ ପଚାରିଥିଲେ ଆମର ଖଣ୍ଡଗିରି ସମୟରେ, ଯେତେବେଳେ ସେ ମତେ କହିଥିଲେ କି ନାଇଁ, ତାଙ୍କୁ ଜଣେ ମାନେ ମିଡିଆ ସାମ୍ନାରେ ପଚାରିଥିଲେ ଯେ ଆପଣଙ୍କୁ ନା ମୁଁ ଆପଣଙ୍କୁ କିଛି ଶିଖେନି। ମୁଁ କହିଲି ଏକଲବ୍ୟ କଣ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କୁ ଧରି ଶିଖିଥିଲା, ସେ ତାଙ୍କ ଫଟୋକୁ ଦେଖିକି ଏକଲବ୍ୟ ଶିଖିଥିଲା। ମୁଁ ସେମିତି ଭିକାରେ ମତେ ଇଏ କରିନାହାନ୍ତି, କିନ୍ତୁ ତାଙ୍କେ ଯୋଉ ଛବିଟା ଛାଡି ଦେଇ ଯାଇଛନ୍ତି ୟୁଟ୍ୟୁବରେ, ୟୁଟ୍ୟୁବ ମାଧ୍ୟମରେ ଶିଖି କରିଛି। ତେଣୁ ସେ ଦ୍ରୋଣ ମୁଁ ଏକଲବ୍ୟ। ବହୁତ ଭଲ ଲାଗିଲା, କାରଣ ସେ ମତେ ବହୁତ ଭଲ ପାଆନ୍ତି ଭିକାରୀ ଭାଇ। ତେଣୁ ତାଙ୍କ ସହିତ ମୁଁ କେବେ ଇଏ ହେଇପାରୁନି। ଗୁରୁ ସବୁବେଳେ ଗୁରୁ, ଶିଷ୍ୟ ସବୁବେଳେ ଶିଷ୍ୟ। କିନ୍ତୁ ଭିକାରୀ ଭାଇ ଯୋଉଠି ଥାନ୍ତି ଭଲରେ ଥାନ୍ତି। ତ ଯଦି ସୁଯୋଗ ମିଳିବ ଗୁରୁ ଶିଷ୍ୟ ଏକାଠି କରିବେ, ଯେ ଯୋଉଠି ହବ ଏଇଠି ହବ। ତମ କତିରେ ଏଇ କଥା ମିଡିଆ ସାମ୍ନାରେ ପଚାରିଛି, ଆମେ ଡାହାଣିଆ ବଳଦ ହେଇଯାଉଛୁ, 2 ଜଣ ଯାକ ଡାହାଣିଆ ବଳଦ। ତେଣୁ ଯଦି ମାଲିକ ମାନେ ଚାହିଁବେ ମୁଁ ଫାଦର କମିଟି କରିବି, ରତନ ଟୋକା କମିଟି କରିବି। ସେ କହିଥିଲେ ସବୁବେଳେ ଗୁରୁ ଗୁରୁ ଶିଷ୍ୟ ଶିଷ୍ୟ। ସେଇଟା ତ ସମୟ କହ, କିନ୍ତୁ ଗୁରୁ ସବୁବେଳେ ଗୁରୁ। ତାଙ୍କ ପାଦ ତଳ ମୋର 7 କୋଟି ପ୍ରଣାମ। ସେ ସବୁ ସାରି ସାରେ, ଆମେ କିଛି ନୁହଁ। କଣ ସାରିଛନ୍ତି? ସବୁ କଳାରେ କଣ ସେ ନ ସାରିନାହାନ୍ତି। କମେଡି ସବୁ କ୍ଷେତ୍ରରେ ସାରିଛନ୍ତି। ଗାଇବା ଆରମ୍ଭ କରିବା, ନାଚିବା ସବୁ ଆମେ ଜଷ୍ଟ ପାଦ ଦେଇଛୁ। ସେ 25-26 ବର୍ଷ ଯାତ୍ରାରେ କ୍ୟାରିୟର କଲେଣି। ତେଣୁ ତାଙ୍କ ତୁଳନାରେ ମୁଁ କଣ? ତାଙ୍କ ପାଦ ତଳେ ମୋର 7 କୋଟି ପ୍ରଣାମ। ଆପଣଙ୍କୁ ଆମେ କୋଉ ନାଁ ଡାକିବୁ? ଏକଲବ୍ୟ ନାଁ ଡାକିବୁ ନା ୟୁଟ୍ୟୁବ ଶିଷ୍ୟ ନାଁ ଡାକିବୁ? ଆପଣ ଯୋଉ ନାଁରେ ଡାକିପାରିବେ, ଯେକୌଣସି ନାଁ ଫ୍ରି କରିଦେଇଛୁ। ଆପଣ ଅରିଜିନାଲ ନା ଡୁପ୍ଲିକେଟ ନାଁ ଡାକିବୁ? ଓରିଜିନାଲ ଡାକିପାରୁନି, ଡୁପ୍ଲିକେଟ ମୁଁ ନିଜେ ଓରିଜିନାଲ। ମୁଁ ଓରିଜିନାଲ ନାଁ ଡାକନ୍ତୁ, ନହେଲେ ଯାତ୍ରା ଇଏ ଅଭିନୟ ଦେଖି ଡାକନ୍ତୁ, ସେଥିରେ ମୋର କିଛି କହିବାର ନାହିଁ।